ଆପଣ ପରିଚୟ ଦେଇଦେବେ। ଡାକ୍ତର କିଶୋର ଚନ୍ଦ୍ର ମିଶ୍ର, ରାଜ୍ୟ ସଭାପତି, ଓଡ଼ିଶା ମେଡ଼ିକାଲ ସର୍ଭିସେସ୍ ଆସୋସିଏସନ୍ ଓଡିଶା। ଅମ୍ସା ପ୍ରୋଟେକ୍ଟ ଫର୍ ଡକ୍ଟର୍ସ ଡିମାଣ୍ଡ ଓଡ଼ିଶା ଯେଉଁ ଡିମାଣ୍ଡ ଆପଣ ରଖିଛନ୍ତି ତ ସବୁବେଳେ ଆପଣ ଡିମାଣ୍ଡ ଆପଣଙ୍କ ଚାଲିଛି ରୋଗୀ ସେବା ଏଥିରେ ବାଧାପ୍ରାପ୍ତ ହେଉନି କି ସାର୍? ରୋଗୀ ସେବା ଏମିତି ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜୁଛି ବୋଲି ଆଜି ଆମର ଏ ଆନ୍ଦୋଳନ। ଡାକ୍ତରଙ୍କୁ ଯଦି ଉଚିତ ନ୍ୟାୟ ନ ମିଳେ, ମର୍ଯ୍ୟାଦା ନ ମିଳେ, ନିରାପତ୍ତା ନ ମିଳେ, ତାହେଲେ ଆଗକୁ କ'ଣ ହେବ ଆପଣମାନେ ଚିନ୍ତା କରନ୍ତୁ। ବେଳ ସମୟ ବହୁତ ଖରାପ ଚାଲିଛି ଡାକ୍ତରଙ୍କର। ଯେଉଁମାନେ ପ୍ରଥମ ଶ୍ରେଣୀ କର୍ମଚାରୀ ଥିଲେ ପ୍ରଥମେ ଓଡ଼ିଶାରେ, ସେମାନଙ୍କୁ ବର୍ତ୍ତମାନ ବହୁତ ତଳକୁ ନିଆହେଇଗଲାଣି। ଡାକ୍ତରକୁ ତ ଭଗବାନ ଏଇଟା ଏକ ବିପ୍ଳବର ଅୟମାରମ୍ଭ ହେବା ଉଚିତ ନୁହଁ କି? ଓମ୍ସାର ପ୍ରଶ୍ନ। ଆମେ ନିରାପତ୍ତା ପାଉନୁ ଠିକ୍ ଭାବରେ। ଯେକୌଣସି ସମୟରେ ଯେକୌଣସି ଲୋକ ଡାକ୍ତରଖାନାରେ ଯାଇ ଗଣ୍ଡଗୋଳ କରୁଛନ୍ତି। ସାର୍ ଏଇଟା ଗୋଟେ ଆଉ କର୍ମଚାରୀମାନଙ୍କର, ଡାକ୍ତରମାନଙ୍କର, ସବୁ କର୍ମଚାରୀମାନଙ୍କର ପଦୋନ୍ନତି ଗୋଟେ ସାଧାରଣ ବ୍ୟବସ୍ଥା ହେଉନାହିଁ। ସବୁବେଳେ ବିଳମ୍ବିତ, ବର୍ଷ ବର୍ଷ ଧରି ପଡ଼ି ରହିଛି ଫାଇଲ୍। ଆପଣ ଦେଖନ୍ତୁ ରାଜ୍ୟରେ ବହୁତ ୱିଙ୍ଗ ଅଫିସର ଯେଉଁମାନେ ସିଡିଏମ୍ଓ ପାଖରେ ଅଛନ୍ତି, ଏଡିଏମ୍ଓ ଫ୍ୟାମିଲି ୱେଲଫେୟାର, ମ୍ୟାଲେରିଆ, ଲେପ୍ରୋସି, ଡିଏମ୍ଓଏମ୍ଏସ୍ ବହୁତ ଜାଗାରେ ଖାଲି ପଡ଼ିଛି। କାମ ଚଳାରେ ଚାଲିଛି ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ। ଆଉ ସ୍ୱାସ୍ଥ୍ୟ ବିଭାଗ ନିଦା ବିଷ୍ଣୁ ଏଇ ସାର୍ କିଛି କରୁନାହାନ୍ତି। ଯେଉଁ ଡିମାଣ୍ଡ ସାର୍ ଏଇଟା ଏହା ଡିମାଣ୍ଡ ଆଗ ସରକାରରୁ ଆପଣ ଏ ଡିମାଣ୍ଡ ଅଛି ଆଗରୁ, କିନ୍ତୁ ଯେତେବେଳେ ଡବଲ ଇଞ୍ଜିନ୍ ସରକାର ଆସିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର ମୁଖ୍ୟ ଅତିଥି ହେଲେ ଅମ୍ସାକନ୍ ବାଲେଶ୍ୱରରେ, ଆମେ ଆଶା କଲୁ ସେ ବିଚାର କରିବେ ଏବଂ ସେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ଆମେ ନିଶ୍ଚିତ ଭାବରେ ସବୁ କରିବା, କିନ୍ତୁ ହେଇପାରିଲା ନାହିଁ। ଆପଣଙ୍କୁ ମୁଁ କହିଦେଉଛି, ଏ ଡାକ୍ତରମାନଙ୍କର କଲ୍ୟାଣ ପଛରେ ରହିଛି ରୋଗୀମାନଙ୍କର ଉତ୍ତମ ସେବା। ଦ୍ୟାଟ୍ ଇଜ୍ ଆୱାର ପ୍ରାୟୋରିଟି। ରୋଗୀମାନେ ଉତ୍ତମ ସେବା ଏଇଥିପାଇଁ ପାଇବେ, ଡାକ୍ତରମାନେ ଯେହେତୁ ଭଲରେ ରହିବେ, ଡାକ୍ତରମାନେ ଯେହେତୁ ସୁରକ୍ଷିତ ରହିବେ, ଡାକ୍ତରମାନେ ଯେହେତୁ ମର୍ଯ୍ୟାଦାର ସହିତ ଜୀବନଯାପନ କରିବେ। ବର୍ତ୍ତମାନ କ୍ୱେଶ୍ଚନ୍ ମର୍ଯ୍ୟାଦା, ନିରାପତ୍ତା ଏବଂ ଆପଣଙ୍କର ଯେଉଁ ତାଙ୍କର ନ୍ୟାୟସଙ୍ଗତ ଦାବି। ସବୁଆଡ଼େ ଅଲ୍ ଓଭର୍ ଇଣ୍ଡିଆ ବହୁତ ଷ୍ଟେଟ୍ରେ DSP ମିଳୁଛି, ଆମକୁ କାହିଁ ମିଳୁନି? ଆମେ ଆଶା କରିଥିଲୁ ଡବଲ ଇଞ୍ଜିନ୍ ସରକାର ଆସିବ, ନିଶ୍ଚିତ ଭାବରେ ଆମକୁ ମିଳିବ। ସମୟ ବର୍ଷେ ପଳେଇଲା। ଆମେ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବହୁତ ଆଲୋଚନା କରିଛୁ। ଯେହେତୁ ଆଲୋଚନାର ଫଳ ମିଳିନାହିଁ, ଆଜି ଆମେ ଆନ୍ଦୋଳନରେ ଓହ୍ଲେଇଛୁ। ସାର୍ ଗୋଟେ ରାଜନୀତିକରଣ ଭଳିଆ ଜିନିଷଟା ଏଥିରେ କୌଣସି ରାଜନୀତି ନାହିଁ। ଏହା ହେଉଛି ଲୋକମାନଙ୍କର କଲ୍ୟାଣ ଏବଂ ଡାକ୍ତରମାନଙ୍କର ନୀତି ଭଙ୍ଗ କରିଛନ୍ତି। ଡାକ୍ତରମାନେ କରିନାହାନ୍ତି। ଓଡ଼ିଶାରେ ଯେଉଁ ଡାକ୍ତର ସେମିତି ମୁଷ୍ଟିମେୟ 5-10 ଜଣ କ'ଣ ଥିବେ, ସମସ୍ତେ କେବିକେ ଯାଇକରି ଜଏନ୍ କରୁଛନ୍ତି, କେବିକେରେ ସେବା ଯୋଗାଉଛନ୍ତି। କାରଣ ଆମେ ଜାଣିଛୁ କେବିକେ ଏବେ ଅବଶ୍ୟ ବିଶେଷ ପଛୁଆ ଅଞ୍ଚଳ ନାହିଁ, ଆଗରୁ ଥିଲା। ପଛୁଆ ଅଞ୍ଚଳରେ ସେବା ଯୋଗାଉଛନ୍ତି ଡାକ୍ତରମାନେ, କିନ୍ତୁ ତାଙ୍କୁ ନ ଆଣିବାର ଉଦ୍ଦେଶ୍ୟ ଆପଣ ଆଶ୍ଚର୍ଯ୍ୟ ହେବେ। ଘରେ ମା ବାପା ବୃଦ୍ଧ, ତାଙ୍କର ହାର୍ଟ ଡିଜିଜ୍ ଅଛି, କାହାର କ୍ୟାନ୍ସର ଅଛି, ତଥାପି ମଧ୍ୟ ସେମାନଙ୍କୁ ଆଲୋଚନାକୁ ନିଆଯାଉନି ତାଙ୍କୁ ଅଣାଯିବ ପାଇଁ। ସାର୍ କାହିଁକି ଏଇ ଜାଗାରେ ଯେଉଁମାନେ ଦୀର୍ଘଦିନ ଧରିକିରି ମେଡ଼ିକାଲ ରହିଛନ୍ତି ସେମାନେ କେବିକେ କାହିଁକି ଯାଉନାହାନ୍ତି, ଏଇ ଜାଗାରେ ମାଡ଼ି ବସୁଛନ୍ତି? ଆପଣଙ୍କର ଗୋଟେ ଜିନିଷ ହେଲା, ବହୁତ ଡାକ୍ତର ଏଠୁ ଯାଇନାହାନ୍ତି ସେଠିକି, ତାଙ୍କର ଅର୍ଡ଼ର ବାହାରିଛି କି? ଖାଲି ସେତିକି ନୁହେଁ, ଅର୍ଡ଼ର ନ ବାହାରିବା ଦେଖେଇକିରି ସେମାନେ DSPରୁ ବଞ୍ଚିତ କରୁଛନ୍ତି ତାଙ୍କୁ। ସେଟା ଆଉ ଗୋଟେ ଦୁଃଖଦ କଥା। ଏପଟେ ପୋଷ୍ଟିଂ, ଏପଟେ ତାଙ୍କୁ କେବିକେ ସେପଟକୁ ଟ୍ରାନ୍ସଫର ଅର୍ଡ଼ର ନାହିଁ। ବିନା ଗଭର୍ଣ୍ଣମେଣ୍ଟ ଅର୍ଡ଼ରରେ ଜଣେ ଯାଇପାରିବ କି? କିନ୍ତୁ ସେଇ ଆଳରେ ତୁମେ କେବିକେ କରିନାହ, ଏଣୁ DSP ପାଇବ ନାହିଁ। ଇଏ ହେଉଛି ଗୋଟେ ନିର୍ଯାତନା। ରାଜ୍ୟ ସଭାପତି ଆପଣଙ୍କୁ ଖୋଲା କଥା କହୁଛି, ଏ ଡାକ୍ତରମାନଙ୍କ ଉପରେ ନିର୍ଯାତନା ଏବଂ ଏ ନିର୍ଯାତନାର ଜବାବ ନିଶ୍ଚୟ ଦିଆଯିବ। ସାର୍ ଯେଉଁ ଡକ୍ଟରମାନେ ସବୁ ଡିମାଣ୍ଡ କରୁଛନ୍ତି ଡକ୍ଟର ଅତି ସାଧାରଣ ଡିମାଣ୍ଡ, ନ୍ୟାୟସଙ୍ଗତ ଡିମାଣ୍ଡ, ଜଷ୍ଟିଫାଏଡ୍। ଆମେ ୱି ଡୋଣ୍ଟ ୱାଣ୍ଟ ପ୍ରିଭିଲେଜେସ୍। ଆମେ ଆମ ଜଷ୍ଟିସ୍ ପାଇଁ ଆମେ ଡିମାଣ୍ଡ କରୁଛୁ। ଆମକୁ ଅଧିକାର ଦିଅ ବୋଲି ଆମେ କହିନୁ, କିନ୍ତୁ ଯାହା ତ ନ୍ୟାଯ୍ୟ ଭାବରେ ଦେବା କଥା ଦେବା ଉଚିତ। ପ୍ରତିଶ୍ରୁତି କାହିଁକି ମିଳୁଛି? ହଁ ସବୁ ଠିକ୍ ଅଛି, ନିଶ୍ଚୟ ମିଳିବ। କିଛି ଡକ୍ଟର ଅଛନ୍ତି ସାର୍ ମେଡ଼ିକାଲ ସେବା ନ ଦେଇ ସେମାନେ ପ୍ରାଇଭେଟଲି ବେଶୀ ସେବା ଦେଉଛନ୍ତି। ପ୍ରାଇଭେଟ୍ ସେଇଟା ହେଉଛି ଆଡ଼ମିନିଷ୍ଟ୍ରେସନର କାର୍ଯ୍ୟ। ଆପଣ ଆଡ଼ମିନିଷ୍ଟ୍ରେଟରମାନଙ୍କୁ ସେ କ୍ୱେଶ୍ଚନ୍ ପଚାରିବେ। ଆମେ ଆମର ସଂଘ ପାଇଁ ନିଶ୍ଚିତ ଭାବରେ ଲଢ଼ିବୁ ଏବଂ ଆମେ ଆଶା କରୁଛୁ ଯଦି ଏ ପ୍ରକାର କୌଣସି ଆପଣଙ୍କ ଆଖି ଆଗରେ ଅଛି ଯେ କିଏ ସରକାରୀ ଚିକିତ୍ସା ନ ଦେଇକି ବାହାରେ ବେଶୀ ସମୟରେ ନ ଦେଇକି ବାହାରେ ଦେଉଛି, ପ୍ରାଇଭେଟ୍ ପ୍ରାକ୍ଟିସ୍ ଇଜ୍ ଆଲାଉଡ୍ ବଟ୍ ନଟ୍ ଇନ୍ ଗଭର୍ଣ୍ଣମେଣ୍ଟ ଟାଇମ୍। ଆପଣଙ୍କୁ ଅନୁରୋଧ,
ଆପଣମାନେ ସବୁ ଜିଲ୍ଲାରେ ସିଡିଓ ମାନେ ଅଛନ୍ତି ଏବଂ ସମସ୍ତେ ପ୍ରବୀଣ ବର୍ତ୍ତମାନ ସବୁ ସିଡିଓ ମାନଙ୍କ ପାଖରେ ଏଇ ଦକ୍ଷତା ରହିଛି ସେମାନେ ନିଶ୍ଚିତ ଭାବରେ ସଲ୍ଭ କରିପାରିବେ ଧନ୍ୟବାଦ ସାର୍ ଥ୍ୟାଙ୍କ ୟୁ ସାର୍ ଆପଣଙ୍କ ପରିଚୟ ଟିକେ ଦେବେ ସାର୍ ମୁଁ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ ଏଇ ଜିଲ୍ଲାର ମୟୂରଭଞ୍ଜ ଜିଲ୍ଲାର ସିଡିଏମ୍ ଆଣ୍ଡ ପିଏଚ୍ଓ। ସାର୍ ଆଜି ଯେଉଁ ଅମ୍ସାର ଯେଉଁ ପ୍ରୋଟେକ୍ଟ ସେମାନେ ଯେଉଁ କରୁଛନ୍ତି ସେଥିରେ ମଧ୍ୟ ଆପଣ ସାମିଲ ହେଇଛନ୍ତି। କାରଣ ମୁଁ ଜଣେ ଅମ୍ସାର ମେମ୍ବର, ମୁଁ ଯେହେତୁ ଚାକିରି କରୁଛି ଓଡ଼ିଶା ସରକାରଙ୍କ ଅଣ୍ଡରରେ ସ୍ୱାସ୍ଥ୍ୟ ବିଭାଗରେ, ମୁଁ ଜଣେ ମେମ୍ବର, ତେଣୁ ଏ ମେମ୍ବର ହିସାବରେ ମୁଁ ବି ଏଥିରେ ଭାଗିଦାର।